ଦେଖନ୍ତୁ ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜି ଗୋଟେ ଦିନ ଏ ଶ୍ରମିକ ମାନେ ବର୍ଷ ସାରା ବର୍ଷ ତମାମ ଖଟନ୍ତି। ଯେତେବେଳେ ବର୍ଷ ତମାମ ଖଟନ୍ତି ଗୋଟେ ଦିନ ତାଙ୍କ ପାଇଁ ରେଷ୍ଟ ଥାଏ। ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ବିଶ୍ୱ ଶ୍ରମିକ ଦିବସରେ ବି ଶ୍ରମିକ ମାନେ ଏଠି ଖଟୁଛନ୍ତି। ଆଠୁ ଦୁଃଖ ଏବଂ ପରିତାପର ବିଷୟ ଆଉ କଣ ଅଛି? ଆମେ ଯୋଉ ଶ୍ରମିକ ମାନଙ୍କ ପାଇଁ ଗୋଟେ ଦିନ ଦଉଛେ, ସେ ଶ୍ରମିକ ମାନେ ଗୋଟେ ଦିନ ରେଷ୍ଟ କରିବା କଥା। ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସରେ ବି ଏଠି ଯୋଉ ଠିକାଦାର ଅଛନ୍ତି, ସିଧାସଳଖ ଦେଖନ୍ତୁ ଘରେ କାମ ହଉଛି। ଇଏ ହଉଛି ବାଂଶପାଳ ବ୍ଲକ ଯୋଉ ନୂଆକୋଟ ଯୋଉ ରହିଛି, ନୂଆକୋଟର ଯୋଉ ବ୍ରିଜ କାମ ରହିଛି, ବ୍ରିଜ କାମରେ ଦେଖନ୍ତୁ ସିଧାସଳଖ ଶ୍ରମିକ ମାନଙ୍କୁ ଆଜି ନିୟୋଜିତ କରାଯାଇଛି। ଆଜି ଏତେ ବଡ ଶ୍ରମିକ ଦିବସ, ଗୋଟେ ବିଶ୍ୱ ଶ୍ରମିକ ଦିବସରେ ଗୋଟେ ଦିନ ଶ୍ରମିକ ମାନଙ୍କ ପାଇଁ ଗୋଟେ ଛୁଟି ଥାଏ। ଏ ଶ୍ରମିକ ଦିବସ ମାନେ ତାଙ୍କୁ ମାନେ ଗୋଟେ ସମ୍ମାନ ଦେବା କଥା, ଶ୍ରମିକ ମାନଙ୍କୁ ରେଷ୍ଟ ଦେବା କଥା। କିନ୍ତୁ ଏ ଶ୍ରମିକ ମାନଙ୍କୁ ଗାଈ ଗୋରୁ ଭଳିଆ ଶ୍ରମିକ ଦିବସରେ ଶ୍ରମିକ ମାନଙ୍କୁ କଟା ଯାଉଛି। ଦେଖନ୍ତୁ ଏ ଚିତ୍ରକୁ ଦେଖନ୍ତୁ, ଭଲ ଭାବରେ ଦେଖନ୍ତୁ। ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ବିଶ୍ୱ ଶ୍ରମିକ ଦିବସରେ ଆଜି ପୁରାପୁରି ଛୁଟି ରହିବା କଥା, କାମ ଶ୍ରମିକ ମାନଙ୍କୁ ରେଷ୍ଟ ଦେବା କଥା। ଆଜିର ଦିନରେ କାମ ହେବା କଥା ନାହିଁ, କିନ୍ତୁ ଶ୍ରମିକ ଦିବସରେ ଅନେକ ବର୍ଷ ତମାମ ଶ୍ରମିକ ମାନେ କାମ କରୁଛନ୍ତି। ସମସ୍ତଙ୍କ ପାଇଁ ଛୁଟି ରହିଛି, କିନ୍ତୁ ଶ୍ରମିକ ମାନଙ୍କ ପାଇଁ ଆଜି କଣ ପାଇଁ ଛୁଟି ରହିଲାନି? ଦେଖନ୍ତୁ ଏଠି କୋଉଭଳି ଭାବରେ ନିୟୋଜିତ କରାଯାଇଛି। ଏଇ ଯୋଉ ଠିକା ସଂସ୍ଥା ରହିଛି, ଏଇ ଯୋଉ ନୂଆକୋଟ ଗ୍ରାମରେ ଯୋଉ ବ୍ରିଜ କାମ ଚାଲିଛି, ଦେଖନ୍ତୁ ଆଜି ବିଶ୍ୱ ଶ୍ରମିକ ଦିବସରେ ମଧ୍ୟ ଟାଣ ଖରାରେ ଏତେ ଉତ୍ତାପରେ ଯେତେବେଳେ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ଅଛି ଯେ 11ଟା ପରେ କୌଣସି କାମ ହେଇପାରିବ ନାହିଁ। ଯେତେବେଳେ ସମୟ ସକାଳ 8ଟା ସମୟ ଭିତରେ 32 ସେଲସିୟସ ରହିଛି, ଯଦି 12ଟା ଗୋଟେ କଥା କହିବା, ସବୁଠୁ ଅଧିକ ତାପମାତ୍ରା ରହିଛି 42 ସେଲସିୟସ ରହିଛି ତାପମାତ୍ରା। ଏଠି ହେଉଛି ପୁରା ରେଡ ୱାର୍ଣ୍ଣିଂ ଜାରି ହୋଇଛି କେନ୍ଦୁଝର ଡିଷ୍ଟ୍ରିକ୍ଟ। ଅନ୍ୟମାନଙ୍କୁ କହିବି, ଟିକେ କ୍ୟାମେରାମ୍ୟାନଙ୍କୁ କହିବି, ଟିକେ ବାବୁ ଟିକେ ଠିଆ ହେବେ, ଟିକେ ମୋ କଥା ମାନିବେ, ଟିକେ ଠିଆ ହେବେ। ବାବୁ ତେବେ ଆପଣ କଣ କରୁଛନ୍ତି ଏଠି, ଟିକେ ପ୍ରତିକ୍ରିୟା ଦେବେ। ଏଠି ଆମେ କାମ କରୁଛୁ 8ଟାରୁ 11ଟା ପର୍ଯ୍ୟନ୍ତ। 11ଟା ପ୍ଲସ୍ ହେଲାନି, 12ଟା ପ୍ଲସ୍ ହେଲାନି ବାବୁ। କେତେଟା ବାଜିଲାନି? 12ଟା କେତେ ବାଜିଲାନି? ଦେଖନ୍ତୁ ମୋବାଇଲରେ ଟିକେ ଦେଖନ୍ତୁ କେତେ ବାଜିଲାନି। 12ଟା 8 ହେଇଗଲାନି। 12ଟା 8 ହେଲାନି। ତ ଏତେ ଟାଣ ଖରାରେ ଆପଣଙ୍କୁ ଖରା କଣ ଉତ୍ତାପ୍ତ ହେଉନାହିଁ? ହଉଛି। ଆପଣ କିଛି କହୁନାହାନ୍ତି, ପ୍ରତିବାଦ କରୁନାହାନ୍ତି ଏ ବାବଦରେ? କାମ କରିପାରୁନି, ଏତେ ଟାଣ ଖରାରେ କାମ କରିପାରୁନି ବୋଲି କହୁନାହାନ୍ତି କଣ ପାଇଁ? ଆଜି ଆଉ ଗୋଟେ କଥା ଜାଣିଛନ୍ତି, ଆଜି ଶ୍ରମିକ ଦିବସ ଜାଣିଛନ୍ତି? ଆଜି ଶ୍ରମିକ ଦିବସ ଆପଣ ମାନଙ୍କ ପାଇଁ ଆଜି ସ୍ୱତନ୍ତ୍ର ଗୋଟେ ଦିବସ ଅଛି। ଆପଣ ମାନେ ଆଜି ରେଷ୍ଟ କରିବା କଥା, ଜାଣିଛନ୍ତି? ଆଜ୍ଞା। ଆପଣ ଆଜି ରେଷ୍ଟ କରିବା କଥା ଜାଣିଛନ୍ତି? ଆଜ୍ଞା। ଆଜିକା ଦିନରେ ଆଜି ଆପଣ ମାନଙ୍କ ପାଇଁ ଦିନ। ଆଜି ଆପଣ ମାନଙ୍କୁ ସମ୍ମାନ ଦେବା କଥା। ଆପଣ ମାନଙ୍କୁ ଆଜି ଗୋଟିଏ ଦିନ ରେଷ୍ଟ ଦେବା କଥା। ଆଜି ପରି ଦିନରେ ଆପଣ କିଭଳି କାମ କରୁଛନ୍ତି? ଆମକୁ ତ କାମ କରୁଛନ୍ତି, ଆମେ ଆଜି ଡାକି ଆଣିଲେ, ତାପରେ କାମ କରିଲୁ ଆମେ। ତାପରେ ଆଉ ଚାଲିଛି 11ଟା ବେଳକୁ ଛୁଟି ହେବାର ଥିଲା, ହେଲେ ହେଇପାରୁନି ଆଉ। କେତେ ଟଙ୍କା ମଜୁରୀ ଦଉଛନ୍ତି? 200 କରି ଦଉଛନ୍ତି ଆଉ। ଶ୍ରମିକ ଭାଇ ମଧ୍ୟ ଅଛନ୍ତି, ତାଙ୍କଠାରୁ ମଧ୍ୟ ଆମ ସିଧାସଳଖ ପ୍ରତିକ୍ରିୟା ନେବା। ତେବେ ଭାଇ କଣ କାମ କରନ୍ତି ଆପଣ? ଆମେ ମିସ୍ତ୍ରୀ କରୁଛୁ ଆଉ। ମିସ୍ତ୍ରୀ କରିକି ଦରମା ଯେମିତି ଆସିବ ଆମର ଖାଇବା ପାଇଁ ପେଟକୁ କରୁଛୁ ଆଉ। ଆମ ଟାଇମ ଟେବୁଲ ତ କିଛି କି ହେଉନି, ସେଥିପାଇଁ ଟିକେ ଓଭର ଟାଇମ କରିଦଉଛନ୍ତି। ସେ ଆଜି କେତେ ସମୟ ହେଲାନି? ଆଜି ବର୍ତ୍ତମାନ 12:30 ହେଇଗଲାନି। 12:30 ଯାକେ ଖଟଉଛନ୍ତି ଆପଣ, କିଛି କୁହନ୍ତିନି? 11ଟା ପର୍ଯ୍ୟନ୍ତ କାମ କରିବା କଥା। ଯେତେ କହିଲେ ବି ତ ସେମାନେ ମାନୁଛନ୍ତି ନାହିଁ, ଆଉ କଣ କହିବେ? ମଜୁରୀ କେତେ ଦଉଛନ୍ତି ଲେବର ମାନଙ୍କୁ? ମଜୁରୀ 270 ଟଙ୍କା। ଲେବର ମାନଙ୍କୁ 250 200 ଟଙ୍କା। କଣ କହିବେ ଏ ବାବଦରେ? ଯୋଉ ଠିକାଦାର ଅଛନ୍ତି ତାଙ୍କ ନାଁ କଣ? ନା ଜାଣିଛନ୍ତି? ଜାଣିନାହିଁ। ଆପଣ ନା ଜାଣିନାହାନ୍ତି? ନା ଜାଣିନି। କଣ କହିବେ? ଆଜି ହଉଛି ଶ୍ରମିକ ଦିବସ, ଆପଣଙ୍କ ମାନଙ୍କ ପାଇଁ ଗୋଟେ ଦିନ ଛୁଟି ରହିବା କଥା, ଏଭଳି ଦିନରେ ବି କାମ କରୁଛନ୍ତି, କଣ କହିବେ? ସେମାନେ ତ ଏମିତି କିଛି ମାନୁନାହାନ୍ତି ଆଉ। କାମ ସାଇଡକି ଆସିକିନା ଡାକି ନେଉଛନ୍ତି ଆମକୁ। ଏତେ ଟାଣ ଖରାରେ ଆପଣଙ୍କୁ କଷ୍ଟ ହଉନି? ଏତେ ଟାଣ ଖରାରେ ଆପଣ କାମ କରୁଛନ୍ତି? ହେଲେ କଣ କରିବା ଆଉ, ସେଇ ପଇସା ପାଇଁ ଆଉ। 11ଟା ବେଳକୁ ଛୁଟି ହେଲେ ଠିକ ହେଇଥାନ୍ତା ଆଉ। ଇଏ ଦେଖିପାରୁଥିଲେ ସିଧାସଳଖ ଚିତ୍ର, ଶ୍ରମିକ ଭାଇ ମାନଙ୍କ ଅଭିଯୋଗ ଯେ ସେମାନଙ୍କୁ ଗାଈ ଗୋରୁ ଭଳିଆ ଖଟଉଛନ୍ତି।
गोटे साढ़े गोटे टाइम टेबुल ही नहीं मन इच्छा खटाउछंती जोथिपाई तांकर मन मध्य दुख कम मजूरी खटाउछंती मात्र 200 टंका मजूरी देई खटाउछंती आकु अधिकारी माने किपरि किपरि देखी चुप बसुछंती ताहा सबुठारु बड़ प्रश्न। इते मात्रा रे खरा रे रहिबा कष्टकर होई पडुची गोटे गोटे गछ तळे भी मध्य रहिबा कष्टकर होई पडुथवा बेले एमानकु पूरा टाण खरारे प्रखर खरारे किपरि भाबरे खटाउछंती सर्वनिम्न 200 टंका रे माने नियमित करछंती ए श्रमिक मानकु सीधा सीधा चित्र देखंतु आमे जिबा जो सुपरवाइजर अछि ताको डाले आमे बाइक नबा पई चेष्टा करबा तांको बाइक नबा पई प्रतिक्रिया नबा ठीक है आइला ठीक है ये देखंतु जो रहिचंती एठिकार जो काम देखुचंती जो सुपरवाइजर भाव में काम करुचंती देखो कैमेरा सामने कौन सी बाइक देवाई मन कले नहीं ये देखो गाई गोरु भाई लोक मान खटाई कैमेरा सामने कौन सी बाइक देवा नहीं कौन बाइक देवा माने प्रस्तुत नहीं दिन राति माने गोटे बड़े काम कराउछंती दिन गोटे पर्यंत आगे समय सीमा नहीं किंतु एमाने देखंतु जो सुपरवाइजर अच्छी कौन से बाइक देवाई कौन से प्रतिक्रिया देवाई मन करूना उचित करूना ये कड़ा निर्देश अच्छी कलेक्टर को पूरा पूरी नोटिस होती 12टा गोटे पर्यंत कौन सी काम करें गोटे 11टा बेले काम बंद हम किंतु एमान को बारण करने सत्वे बारंबार मानुना जहाँफल श्रमिक दिवस रे श्रमिक मान को गाई गोरु परी खटाउछंती सर्वनिम्न मात्र 200 टंका दे देखंतु कोई भली भाव में मात्र 200 टंका 200 टंका मजूरी रे एमान को एते खरारे टाण खरारे खटाउछंती देखिबा केते जो अधिकारी माने अछंती आ प्रति केते गुरुत्व देउछंती कोन कार्यानुष्ठान नउछंती ताकू देखिबा पई बाकी रहिला। केन्दुझर जिला बांसपाल ब्लॉक जो नुआकोट ग्राम रही नुआकोट जो रास्ता जो जाइए एठू जो जाइए आमर बांसपाल जो देवना जाइए जो पुल काम चलती पुल काम रिपुन बानी रिपोर्ट बड़ खबर।